ଯେଉଁମାନେ 2026 ସିଟି ଏଣ୍ଟ୍ରାନ୍ସ ଦେବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ହେଲ୍ପଫୁଲ୍ ରହିବ। ତ ଆଜି ଆମେ ଦେଖିବା ସେଟ୍ 7। ତ ଦେଖିପାରୁଥିବେ ସେକ୍ସନ୍ 1ରେ ହେଉଛି ଆମର ଜେନେରାଲ ଇଂଲିଶ, ସେକ୍ସନ୍ 2ରେ ହେଉଛି ଆମର ଏଜୁକେସନ୍ ଏଣ୍ଡ ଜେନେରାଲ ଆୱାରନେସ୍, ସେକ୍ସନ୍ 3ରେ ଦେଖିପାରୁଥିବେ ଆମର ରିଜନିଂ, ସେକ୍ସନ୍ 4ରେ ଟିଚିଂ ଆପ୍ଟିଟ୍ୟୁଡ୍, ସେକ୍ସନ୍ 5ରେ ଆମର ଓଡ଼ିଆ ଲାଙ୍ଗୁଏଜ, ସେକ୍ସନ୍ 6ରେ ମ୍ୟାଥ୍, ସେକ୍ସନ୍ 7ରେ ସୋସିଆଲ ସାଇନ୍ସ, ସେକ୍ସନ୍ 8ରେ ସାଇନ୍ସ। ଏ ହେଉଛି ଆମର ଦେଖିପାରୁଥିବେ 90ଟି କ୍ୱେଶ୍ଚିନ୍ର ଆନ୍ସର୍ ସବୁ ଏଇ ତଳେ ଦିଆହେଇଛି। ତାହେଲେ ଚାଲନ୍ତୁ ଆମେ ଓଡ଼ିଆଟାକୁ ଟିକେ ଆଲୋଚନା କରିବା। ତ ଦେଖିପାରୁଥିବେ 31ରେ କେଉଁଟି ଶୁଦ୍ଧ ସମସ୍ୟା ଅପସନ୍ ନମ୍ବର ବି। ଦେଖିପାରୁଥିବେ ବି ହେଉଛି ଆମର ରାଇଟ୍ ସମସ୍ୟା। 32 କେଉଁଟି ଠିକ୍ ଚିହ୍ନାଅ ପୂର୍ବାହ୍ନ ଅପସନ୍ ନମ୍ବର ଏ ହେଉଛି ଆମର ରାଇଟ୍ ପୂର୍ବାହ୍ନ। କେଉଁଟି ଶୁଦ୍ଧ ପୂଜାସ୍ପଦ ହେଉଛି ଆମର ଶୁଦ୍ଧ ବି। 34 ଯାହା ସହଜରେ ମିଳେ ନାହିଁ ଏକ ପଦରେ କ'ଣ ହେବ? ଯାହା ସହଜରେ ମିଳେ ନାହିଁ ଦୁର୍ଲଭ। 35 ବିଜ୍ଞାନ ବିଷୟରେ ଭଲ ଜାଣିଥିବା ଲୋକ ଏକ ପଦରେ କ'ଣ ହେବ? ନା ବିଜ୍ଞାନ ବିଷୟରେ ଭଲ ଜାଣିଥିବା ଲୋକ ବୈଜ୍ଞାନିକ। 36 ଗୁରୁ ଶିଷ୍ୟର ମଙ୍ଗଳ କାମନା କଲେ ଏହା କି ପ୍ରକାର ବାକ୍ୟ? ଏହା ହେଉଛି ଆମର ଅନୁଜ୍ଞା ସୂଚକ ବାକ୍ୟ। 37 ସେ ଆଉ ପୁଅକୁ ଉଠାଇବେ କ'ଣ? ଏହା କି ପ୍ରକାର ବାକ୍ୟ? ଏହା ହେଉଛି ଆମର ବିସ୍ମୟ ସୂଚକ ବାକ୍ୟ। 38 ମା କହିଲେ ଚନ୍ଦ୍ରକିରଣ ଶୀତଳ ଏହା କି ପ୍ରକାର ବାକ୍ୟ? ଇଏ ହେଉଛି ଆମର ବିବୃତ୍ତି ସୂଚକ ବାକ୍ୟ। 39 ତାଙ୍କ ମନ କଥା ମୁଁ ଜାଣିଛି ଏହା କି ପ୍ରକାର ବାକ୍ୟ? ତାଙ୍କ ମନ କଥା ଜାଣିଛି ଇଏ ହେଉଛି ଆମର ସରଳ ବାକ୍ୟ। 40 ନିଷ୍ଠା ଓ ସାଧନା କଦାପି ବ୍ୟର୍ଥ ହୁଏ ନାହିଁ ଏହା କି ପ୍ରକାର ବାକ୍ୟ? ଇଏ ହେଉଛି ଆମର ସରଳ ବାକ୍ୟ। 41 କେଉଁଟି ନାମଧାତୁ କ୍ରିୟା? ରଙ୍ଗେଇବା ହେଉଛି ଆମର ଗୋଟିଏ ନାମଧାତୁ କ୍ରିୟା। 42 ମିଶିବା କ୍ରିୟାର ମିଶ୍ର କ୍ରିୟା କ'ଣ? ମିଶିବା କ୍ରିୟାର ମିଶ୍ର କ୍ରିୟା ହେଉଛି ମିଶ୍ରିତ ହେବା। ଏଇ କ୍ୱେଶ୍ଚିନ୍ ଆମେ ପୂର୍ବରୁ ବି ଦେଖିଛେ। ମିଶିବା କ୍ରିୟାର ମିଶ୍ର କ୍ରିୟା କ'ଣ? ମିଶ୍ରିତ ହେବା। 43 ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ଯ ପ୍ରତ୍ୟୟାନ୍ତ? କେଉଁଟି? ନା କାର୍ଯ୍ୟ। 44 ନିମ୍ନୋକ୍ତ ମଧ୍ୟରୁ କେଉଁଟି ର ପ୍ରତ୍ୟୟାନ୍ତ? ରୁଦ୍ର। 45 କେଉଁ ଶବ୍ଦଟି ଅଣପ୍ରତ୍ୟୟ ଯୋଗରେ ଗଠିତ ହୋଇଛି? ମାଗଣ ହେଉଛି ଆମର ଅଣପ୍ରତ୍ୟୟ ଯୋଗରେ ଗଠିତ ହୋଇଛି। ତାହେଲେ ଇଏ ଥିଲା ଆମର ଓଡ଼ିଆ। ତାହେଲେ ଆମେ ସେଟ୍ 7 ଦେଖିଲେ।